ଜୟ ଜଗନ୍ନାଥ ସାଙ୍ଗମାନେ। ଆମେ କୋଉଠିକି ଚାଲିଲୁ ଆପଣ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ତାହେଲେ ଯାଇ ଜାଣିପାରିବେ। ଏଇଟା ହେଉଛି ସାତକୋଶିଆ ଜଙ୍ଗଲ। ଏଇଠୁ ଆରମ୍ଭ ହେଉଛି। ଏଠି କେତେ ସାରା ବାଘ, ଭାଲୁ, ସବୁ ପଶୁ ପକ୍ଷୀ ଇତ୍ୟାଦି ଅଛନ୍ତି। ଆମେ ଯାଇକି କୋଉଠି ପହଞ୍ଚିଲୁ? ଟିକରପଡ଼ାରେ ପହଞ୍ଚିଲୁ। ଏଇଟା ହେଉଛି ମହାନଦୀ। ଚାଲନ୍ତୁ ଯିବା ଭିତରକୁ ଦେଖିବା କ'ଣ କ'ଣ ଅଛି। ତାପରେ ଏଇଠିକି ଆସିଗଲୁ ଟିକେ ଥଣ୍ଡା ପିଇବା ପାଇଁ। ବସିକି ଟିକେ ଥଣ୍ଡା ପିଇଦେଲୁ, ଫଟୋ ଉଠେଇଲୁ। ଉଠେଇ ସାରି ଚାଲିଲୁ ଭିତରକୁ ଦେଖିବା ପାଇଁ। ଭିତରେ ବି କେତେ ସୁନ୍ଦର ହେଇଥିଲା, ଦୋଳି ବି ପଡ଼ିଥିଲା। ଛୋଟ ଛୁଆଙ୍କ ପାଇଁ ତ ବହୁତ ଭଲ। ତାପରେ ଚାଲିଲୁ ଟିକେ କୁମ୍ଭୀର ଦେଖିବା ପାଇଁ। ଆସନ୍ତୁ ଦେଖିବା କୁମ୍ଭୀର। ଏଇ କୁମ୍ଭୀରଟି ପାଣି ଭିତରେ କେମିତି ପଡ଼ିଛି ଦେଖନ୍ତୁ ନା। କୁମ୍ଭୀର ମାନେ ତ ଏମିତି ଶୋଇଥିଲେ ଯେମିତି କହିବ କି ଏମାନେ କିଛି ଜାଣିନାହାନ୍ତି। ହେଲେ ଯାହାକୁ ଧରିବେ ନା ଭାରି ଖତରନାକ ଏମାନେ। ତାପରେ ଦେଖି ସାରି ଆମେ ବି ଚାଲିଲୁ ଟିକେ ଦୋଳି ଖେଳିବା ପାଇଁ। ମୁଁ ବି ଟିକେ ଦୋଳି ଖେଳୁଛି। ବହୁତ ହିଁ ମଜା ଲାଗିଲା। ଉପରେ ସମସ୍ତେ ଦୌଡ଼ି ଧରି ଏପଟ ସେପଟ ପାର ହଉଥିଲେ। ମୁଁ ବି ଟିକେ ଚେଷ୍ଟା କଲି କରିବା ପାଇଁ। ତାପରେ ଚାଲିଲୁ ମହାନଦୀ ଦେଖିବା ପାଇଁ। ଏଇଟା ହେଉଛି ସାତକୋଶିଆ ଗଣ୍ଡ। ଏଇଠୁ ଆରମ୍ଭ ହେଇଥାଏ ମହାନଦୀର ସାତକୋଶିଆ ଗଣ୍ଡ। ପାଣି ବହୁତ ହିଁ ଗଭୀର ଥିଲା। ଭାରି ଡର ବି ଲାଗୁଥିଲା। ବୁଲାବୁଲି କଲୁ। ବୁଲାବୁଲି ସାରି ପୁଣି ଆମେ ଫେରି ଆସିଲୁ।